ଦେଖନ୍ତୁ ଆଜିକାଲି ଆଧାର କରେକ୍ସନ୍ ବା କଲେଜ ଆଡମିସନ୍ ସବୁଥିରେ ରେସିଡେନ୍ସ ସାର୍ଟିଫିକେଟର ଆବଶ୍ୟକତା ରହିଛି। ତ କିପରି ରେସିଡେନ୍ସ ସାର୍ଟିଫିକେଟ ଆପ୍ଲାଏ କରିବା ଚାଲନ୍ତୁ ଜାଣିବା। ଜାଣିବା ପାଇଁ ପ୍ରଥମେ କଣ କରିବେ ନା ନିଜର ଗୁଗୁଲ କ୍ରୋମରେ ବା ଯେକୌଣସି ବ୍ରାଉଜରରେ ଇ ଡିଷ୍ଟ୍ରିକ୍ଟ ଲେଖିକି ସର୍ଚ୍ଚ କରିଦିଅନ୍ତୁ। ଦେଖନ୍ତୁ ତାପରେ ଗୋଟେ ପେଜଟେ ଆସିଯିବ ଯୋଉଥିରେ ଇ ଡିଷ୍ଟ୍ରିକ୍ଟ ଓଡ଼ିଶା ଲେଖା ହେଇଥିବ। ତା ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ତାର ମେନ୍ ପେଜ ଆସିଗଲା। ଦେଖନ୍ତୁ ଲଗ୍ଇନ୍ କଲା ପରେ ଏଠି ଆପଣଙ୍କର ଆଉ ଗୋଟେ ପେଜଟେ ଓପନ୍ ହେଇଯିବ ଯୋଉଟା କି ଆମର ସେଥିରେ ଲେଖିବ ଯେ ଆପଣଙ୍କର ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ। ମୁଁ ପାସୱାର୍ଡଟା ସେଭ୍ କରି ରଖିଥିଲି, ତେଣୁ ମୁଁ କେବଳ କ୍ୟାପଚା ଦେଲା ପରେ ମୋର ଲଗ୍ଇନ୍ ହେଇଯିବ। କିନ୍ତୁ ଯଦି ଆପଣ ରେଜିଷ୍ଟର କରିବା ପାଇଁ ନୂଆ ଆପଣ ଚାହୁଁଛନ୍ତି ଆଇଡି ତିଆରି କରିବା ପାଇଁ, ତାହେଲେ ପ୍ରଥମେ କଣ କରିବେ ନା ତାର ଯୋଉ ରେଜିଷ୍ଟ୍ରେସନ ଅଛି ସେଠି ଫୁଲ ନେମ୍, ମେଲ୍ ଆଇଡି, ଫୋନ ନମ୍ବର ଆଉ ଗୋଟେ ପାସୱାର୍ଡଟେ ଦେବେ। ପାସୱାର୍ଡ ହଉଛି କଣ ନା ଏକ୍ସାମ୍ପଲ ଆପଣଙ୍କ ନାଁ ଯାହା ବି ହେଇଥାଉ, ଟାଇଟଲ ଧରି ନିଅନ୍ତୁ ହେଲା ଦାସ କି ଜେନା, ଯାହାବି DASH@123 କି ଯାହାବି ନାୟକ ହେଇଥାଉ ନାୟକ@123, ଏନ୍ ଟା ବଡ ହବ, ତାପରେ @ ରହିକି 123 ରହିବ। ଏମିତି ଆଇଡି ଗୋଟେ ତିଆରି କରିଦେବେ। ତିଆରି କଲା ପରେ ଆପଣ ନିଜର ମେଲ୍ ଆଇଡି ଦେବେ କିମ୍ବା ଫୋନ ନମ୍ବର ଦେବେ ଆଉ ପାସୱାର୍ଡ ଦେଇକି ତାପରେ ସେଠି ଲଗ୍ଇନ୍ କରିବେ। ମୁଁ ମୋ ପାସୱାର୍ଡ ଏଥିରେ ସେଭ୍ ରଖିଦେଇଛି, ତେଣୁ ମୁଁ କେବଳ କ୍ୟାପଚା ଦେଇକି ଲଗ୍ଇନ୍ କରିଦଉଛି। ସେମିତି ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ଏହାର ମେନ୍ ପେଜ ଗୋଟେ ଆସିଯିବ ଯୋଉଠି ଲେଖା ହେଇଥିବ ମ୍ୟାନେଜ ପ୍ରୋଫାଇଲ, ଆପ୍ଲାଏ ଫର ସର୍ଭିସେସ୍ ଏମିତି ଲେଖା ହେଇଥିବ। ସେଠି ଆପଣ ଯୋଉ ଭ୍ୟୁ ପ୍ରୋଫାଇଲ ନିଜ ପ୍ରୋଫାଇଲ ଦେଖିପାରିବେ। ତାପରେ ଆପ୍ଲାଏ ଫର ସର୍ଭିସରେ ଦେଖିବେ ଭ୍ୟୁ ଅଲ୍ ଆଭେଲେବୁଲ ସର୍ଭିସ, ସେଠି ଟୋଟାଲ ଆପଣଙ୍କର ସମସ୍ତ ସର୍ଭିସ ଅଛି। ତାପରେ ଭ୍ୟୁ ଷ୍ଟାଟସ ଅଫ ଆପ୍ଲିକେସନ, ସେଠି ଆପଣଙ୍କର ଯାହା ବି ଆପ୍ଲାଏ କରିଥିବେ ତାହାର ଆପ୍ଲିକେସନ ଟାକୁ ଟ୍ରାକ୍ କରିପାରିବେ ଯେ କୋଉଠି ଅଛି, ଆର୍ଆଇଙ୍କ ପାଖରେ ଅଛି କି ତହସିଲରେ ଅଛି ସେଟା ଜାଣିପାରିବେ। ଏଠି ଆମର ଯୋଉ ଭ୍ୟୁ ଅଲ୍ ଆଭେଲେବୁଲ ସର୍ଭିସେସ୍ ଅଛି ସେଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖିବେ ଆପଣଙ୍କର ସବୁ ସର୍ଭିସ ଏଠି କଣ କଣ ଅଛି ସବୁ ଆସିଯିବ ସିରିଏଲ ନମ୍ବର ଅନୁସାରେ। ତାପରେ ଏଠି ଆପଣ ରେସିଡେନ୍ସ ସର୍ଚ୍ଚ କରିବେ। ରେସିଡେନ୍ସ ସର୍ଚ୍ଚ କଲା ପରେ ଏଠି ଇସ୍ୟୁଆନ୍ସ ଅଫ ରେସିଡେନ୍ସ ସାର୍ଟିଫିକେଟ ସେଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ରେସିଡେନ୍ସ ସାର୍ଟିଫିକେଟର ମେନ୍ ପେଜ ଆସିଲା, ଯୋଉଥିରେ ଫର୍ମଟା ଆସିଲା। ସେଠି ସାଲିଟେସନ, ଯଦି ପୁରୁଷ ଲୋକ ହେଇଥିଲେ ସ୍ତ୍ରୀ ଲେଖିବେ, ତାପରେ ସ୍ତ୍ରୀ ଲୋକ ହେଇଥିଲେ ଶ୍ରୀମତୀ SMT ଲେଖିବେ, ଝିଅ ପିଲା ହେଇଥିଲେ ମିସ୍ ଲେଖିବେ। ଏମିତି ସାଲ୍ୟୁଟେସନ ଦେଇଦେବେ। ତାପରେ ଆପ୍ଲିକାଣ୍ଟଙ୍କ ନେମ୍ ଦେଇଦେବେ, ତାପରେ ତାଙ୍କ ଫଟୋ ଦେଇଦେବେ, ତାପରେ ତାଙ୍କର ଜେଣ୍ଡର ମେଲ୍, ମ୍ୟାରିଟାଲ ଷ୍ଟାଟସ ମ୍ୟାରିଡ୍ କି ଅନମ୍ୟାରିଡ୍, ତାଙ୍କର ଏଜ୍, ତାଙ୍କର ଆଧାର ନମ୍ବର, ତାଙ୍କ ଫାଦର୍ସ ନେମ୍, ମଦର୍ସ ନେମ୍। ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ କଣ ହବ ନା ସେଠି ଆପଣଙ୍କର ହଜବେଣ୍ଡଙ୍କ ନେମ୍ ଦେଇଦେବେ। ଏଠି ମଦର୍ସ ନେମ୍ ପରେ ଗୋଟେ ହଜବେଣ୍ଡ ନେମ୍ ଆସିବ। ତାପରେ ଫୋନ ନମ୍ବର ଦେବେ, ମେଲ୍ ଆଇଡି ଦେବେ, ତାପରେ ତାଙ୍କ ପ୍ରେଜେଣ୍ଟ ଆଡ୍ରେସ ଦେବେ ଯୋଉଠି ରହୁଛନ୍ତି, ତାଙ୍କର ଡିଷ୍ଟ୍ରିକ୍ଟ, ତହସିଲ, ଭିଲେଜ, ଆର୍ଆଇ, ପୋଷ୍ଟ ଅଫିସ, ପୋଲିସ ଷ୍ଟେସନ, କେତେ ବର୍ଷ ରହିଛନ୍ତି ସେଇଟା ବି ଲେଖିଦେବେ। ତାପରେ ପରମାନେଣ୍ଟ ନମ୍ବର ଯଦି ଆପଣଙ୍କର ସେମ୍ ଅଛି ତାହେଲେ ସେଟା ସେମ୍ ଲେଖିଦେବେ। ପରମାନେଣ୍ଟ ଯାହା ପ୍ରେଜେଣ୍ଟ ବି ସେଇଆ ଲେଖିଦେବେ। ସେଠି ସେମ୍ ଆଜ ପ୍ରେଜେଣ୍ଟ ଆଡ୍ରେସରେ ୟେସ୍ କରିଦେବେ। ଡିଟେଲ୍ସ ପଳେଇ ଆସିବ। ତାପରେ ଦେଖନ୍ତୁ ଯୋଉ ଲେଖା ହେଇଛି ଯେ ଇଫ୍ ଏନି ପର୍ସନ ଅଦର ଦେନ୍ ଆପ୍ଲିକାଣ୍ଟ ଫିଲିଂ ଦ ଆପ୍ଲିକେସନ, ସେଠି ଲେଖିବେ ୟେସ୍ ଯଦି ଆପଣଙ୍କର 18 ବର୍ଷରୁ କମ ହୋଇଥାଏ। ଯଦି 18 ବର୍ଷରୁ ଅଧିକା ତାହେଲେ ଏଠି ଅଟୋମେଟିକ ନୋ ହେଇଯିବ। ସେଠି କଣ ଦେବେ ନା ଏଠି ଲେଖିବେ ଯେ ନେମ୍, ଫାଦର୍ସ ନେମ୍ ଲେଖିଦେବେ, ତାପରେ ଲେଖିବେ ଯେ ଫାଦର, ତାପରେ ପର୍ପୋଜ ଲେଖିଦେବେ ଫର ହାୟର ଷ୍ଟଡି ଆଣ୍ଡ ସ୍କଲାରସିପ, ଯଦି କଲେଜ ପାଇଁ ପକଉଛନ୍ତି। ଯଦି ଅଲଗା କୌଣସି ଯେମିତି ଆଧାର କେନ୍ଦ୍ର, ଆଧାର କରେକ୍ସନ ପାଇଁ ସେଠି ଲେଖିଦେବେ ଯେ ଆପଣ ଫର ଆଧାର କରେକ୍ସନ, କିମ୍ବା ଯଦି ସୁଭଦ୍ରା ଯୋଜନାରେ ଏବେ ଯୋଉ ଆପ୍ଲାଏ ହଉଛି ଯେ ଆପଣଙ୍କ ରେସିଡେନ୍ସ ଦରକାର, ତ ସେଠି ଲେଖିଦେବେ ଫର ସୁଭଦ୍ରା ଯୋଜନା। ତାପରେ ନିଜର ପ୍ଲେସରେ ନିଜର ଆଡ୍ରେସ ଲେଖିଦେବେ, ଆଇ ଏଗ୍ରି, ତାପରେ କ୍ୟାପଚା ଦେଇଦେବେ। ଦେଇକି ଆପଣ ସବମିଟ କରିଦେବେ। ଯଦି ଡ୍ରାଫ୍ଟ କରିବେ ତାହେଲେ ଆପଣ ଏଟା ସେଭ୍ ହେଇକି ରହିପାରିବ। ମୁଁ ସବମିଟ ମାରି ଦଉଛି। ସବମିଟ ମାରିଲା ପରେ ତାର ନେକ୍ସଟ ପେଜରେ ଆସିଯିବ ଯେ ଆଟାଚ ଆନେକ୍ସର। ଆଟାଚ ଆନେକ୍ସରରେ ଆପଣ ନିଜର ଆଧାର କାର୍ଡ ଦେଇଦେବେ ଏବଂ ROR ଦେଇଦେବେ, ଯୋଉଟା କି ଜମି ପଟ୍ଟା, ଯୋଉ ଡିହ ପଟ୍ଟା। କିନ୍ତୁ ଏଥିରେ ଡିକ୍ଲାରେସନ ଲଗା ହୁଏନି, କାହିଁକିନା କେବଳ ରେସିଡେନ୍ସ ବଦଳରେ ଇନକମ୍ ଆଉ କାଷ୍ଟ ଏଗୁଡାକ ରେସିଡେନ୍ସ ଲାଗେ। ଦେଇଦେବେ। ଡକୁମେଣ୍ଟ ଦେଲା ପରେ ସେଭ୍ ଆନେକ୍ସର ଉପରେ କ୍ଲିକ୍ କରିବେ। ସେଭ୍ କଲା ପରେ
तापर सबमिट दे दे सबमिट हला पर सेटा आपण रसीदटा बाहरी गला जहाँ अप्लाई हेतिला केबे आसीबो सेटा रसीदटा बाहरला पर आपण एटा रखिथिबे जेतेले अप्लाई जेतेले आपण सर्टिफिकेट आसीबो ए रसीद नंबर आपण ट्रैक करके डाउनलोड करिवे कि मेल आईडी जो दिया हेतिबो मेल आईडी को भी आसी जिवो रसीदटा जदि वीडियोटी आपको भल लागुଥାଏ ताहले वीडियोटी को लाइक शेयर करंतु एवं चैनल टी को सब्सक्राइब करनियो।